ଥରେ ମୋ ଦିଅର କିପରି ମୁଁ ରୋଷେଇ କରୁଥିଲା ବେଳେ ହଠାତ୍ ରୋଷେଇ ଘର ଭିତରକୁ ପଶି ଆସିଲେ ଏବଂ ମୁଁ ରୋଷେଇ କରୁଥିବା ସମୟରେ ମୋତେ ଠିଆ ଠିଆ ପୁରା ଗେହିଦେଲେ। ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲ୍ରେ ଆପଣମାନେ ହଟ୍ ଘିଆଁ ଘେଇଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲ୍କୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ, ସମୟକୁ ନଷ୍ଟ ନ କରି ମୋ ଦିଅର କିପରି ମୋତେ ଠିଆ ଠିଆ ଗେହିଦେଲେ ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ହାଇଦ୍ରାବାଦରେ ଚାକିରି କରିଛନ୍ତି। ତେଣୁ 2 ମାସେ 3 ମାସେ ଥରେ ସେ ଘରକୁ ଆସନ୍ତି। ଘରେ ମୋ ଦିଅର, ମୁଁ ଏବଂ ମୋର ଶାଶୁ ରୁହନ୍ତି। ତ ସେଦିନର କଥା, ଯେଉଁଦିନ କଥା ମୁଁ ଆପଣମାନଙ୍କୁ କହୁଛି, ସେଦିନ କ'ଣ ହେଇଥିଲା ନା ମୋ ଶାଶୁ ତାଙ୍କ କ'ଣ ଗୋଟିଏ କାମରେ ବନ୍ଧୁ ଘରକୁ ଯାଇଥିଲେ। ତ ଆମେ ଘରେ ଥିଲୁ, ଦିଅର ଏବଂ ଭାଉଜ। ତ ମୁଁ ସଦାବେଳେ କାମରେ ବ୍ୟସ୍ତ ରୁହେ। ଦିଅର ମଧ୍ୟ ବାହାରେ କାମ ଦାମକୁ ଚାଲିଯାଆନ୍ତି। ତ ସେ ଯେତେବେଳେ ଦିନ 12ଟା 12:30ରେ ଘରକୁ ଫେରିଲେ, ମୁଁ ସେତେବେଳେ ରୋଷେଇ କରୁଥିଲି। ତେଣୁ ସିଏ ଯେତେବେଳେ ଘରକୁ ଫେରିଛନ୍ତି, ମୁଁ ଅବଶ୍ୟ ତାଙ୍କୁ ଦେଖିପାରି ନାହିଁ। ସେ କ'ଣ କରିଥିଲେ ନା ଡ୍ରିଙ୍କ କରିଥିଲେ। ତେଣୁ ଡ୍ରିଙ୍କ କରି ନିଶାରେ ଟଳମଳ ହୋଇ ସେଦିନ ଘରକୁ ଆସିଥିଲେ। ତ ମୁଁ ସେହି ସମୟରେ ରୋଷେଇ କରୁଥିଲି। ହଠାତ୍ ସେ କ'ଣ କଲେ ନା ରୋଷେଇ ଘରକୁ ପଶି ଆସିଲେ। ମୁଁ ପଚାରିଲି, କ'ଣ ତୁମକୁ ଭୋକ ଲାଗିଲାଣି? ସେ କହିଲେ, ହଁ, ମୋତେ ବହୁତ ଭୋକ। ଆଜି ଏତେ ଭୋକ ଲାଗୁଛି ଯେ ମୁଁ ନିଜକୁ ଆଉ ଆୟତ୍ତ କରିପାରୁନାହିଁ। ମୁଁ କହିଲି, ତାହେଲେ ତୁମେ ଗୋଟେ କାମ କର, ତୁମେ ଗାଧୋଇ ପଡ଼, ତାପରେ ଖାଇବ। ସେ କହିଲେ, ନା, ମୁଁ ଆଜି ସେ ଖାଦ୍ୟ ଖାଇବି ନାହିଁ। ମୁଁ ଆଜି ଅନ୍ୟ ଖାଦ୍ୟଟିଏ ଖାଇବାକୁ ମୋର ବହୁତ ଇଚ୍ଛା ହେଉଛି। ମୁଁ ପ୍ରଥମେ ହସିଦେଲି। ମୁଁ କହିଲି, ଅନ୍ୟ ଖାଦ୍ୟ କହିଲେ? ଆଜି ତ ନିରାମିଷ ତରକାରୀ ହେଇଛି। ସେ ଆଉ କିଛି କଥା ନ କହି ମୋତେ ସିଧା ପଛପଟରୁ କଣ୍ଢେଇ ଧରିଲା। ମୁଁ କହିଲି, ଆରେ ଏସବୁ କ'ଣ ହେଉଛି? ସେ କହିଲା, ଭାଉଜ, ତୁମେ ଆଜି ମୋତେ କିଛି କୁହ ନାହିଁ। ମୁଁ ଆଜି ତୁମକୁ ଏଇଠାରେ ଗେହିବି। ମୁଁ କହିଲି, ଆରେ ମୁଁ ତ ତୁମର ଭାଉଜ, ତେଣୁ ଭାଉଜକୁ କ'ଣ ଏମିତି କରାଯାଏ? ସେ କହିଲା, ଆରେ ମୋତେ ସେସବୁ କିଛି କୁହ ନାହିଁ। ମୋର ଆଜି ପ୍ରବଳ ଗେହିବାକୁ ଇଚ୍ଛା ହେଉଛି। ତେଣୁ ମୁଁ ଆଜି ତୁମକୁ ଗେହିବି। ମୁଁ ଯେତେ ମନା କଲେ ବି ସେ କିନ୍ତୁ ଶୁଣିଲା ନାହିଁ। ସେ ଆସ୍ତେ ଆସ୍ତେ କ'ଣ କରୁଥାଏ, ମୋତେ ମୋ ଦୁଧକୁ ଧରି ମୁଠେଇବାକୁ ଲାଗୁଥାଏ। ମୁଁ ପ୍ରଥମେ ତା ହାତକୁ ଟାଣି ଧରୁଥିଲି, କିନ୍ତୁ ତା ଶକ୍ତି ଆଗରେ ମୋର ଶକ୍ତି ଅଣ୍ଟିଲା ନାହିଁ। ତେଣୁ ସେ ଆସ୍ତେ ଆସ୍ତେ କ'ଣ କଲା ନା 2 ହାତରେ ମୋର 2 ଦୁଧକୁ ଧରି ଖୁବ୍ ଜୋରରେ ଚିପୁଡ଼ିବାକୁ ଲାଗିଲା। ତାର କିଛି ସମୟ ଏମିତି ଚିପୁଡ଼ି ସାରିବା ପରେ ମୋର ମଧ୍ୟ ମନ ହେଇଗଲା ଘିଆଁ ଖାଇବା ପାଇଁ। କାରଣ ମୁଁ ମଧ୍ୟ 2 ମାସ 3 ମାସ ଧରି ଘିଆଁ ଖାଇନଥିଲି। ତେଣୁ ସେ ଯେତେବେଳେ ମୋ ଦୁଧକୁ ଚିପୁଡ଼ିଲା, ମୋର ବି ପ୍ରବଳ ମନ ହେଇଗଲା ଘିଆଁ ଖାଇବା ପାଇଁ। ତେଣୁ ମୁଁ ଆଉ ବେଶୀ ବିରୋଧ କଲି ନାହିଁ। ସେ କ'ଣ କଲା, ଏଇ ମଉକାରେ ମୋତେ ଆଉ କ'ଣ ଛାଡ଼ିବ? ସେ ଆସ୍ତେ ଆସ୍ତେ ମୋର ସବୁ ଅଙ୍ଗରେ ହାତ ମାରିବା ଆରମ୍ଭ କଲା। ମୋ ଶାଢ଼ୀକୁ ତା ହାତରେ ଟେକି ମୋ ବିଆରେ ପ୍ରଥମେ ହାତ ବୁଲେଇଲା। କିଛି ସମୟ ମୋ ବିଆରେ ହାତ ବୁଲେଇଲା। ତାପରେ ତାର ଆଙ୍ଗୁଳିକୁ ନେଇ ମୋ ବିଆ ଭିତରେ ପଶେଇ କିଛି ସମୟ ଉପର ତଳ କଲା। ସେତେବେଳକୁ ମୋ କାନ ପାଖରେ ଝାଳ ଆସିଗଲାଣି। କାରଣ ମୋ ମନ ପ୍ରବଳ ମାତ୍ରାରେ ହେଇସାରିଥିଲା ଘିଆଁ ଖାଇବା ପାଇଁ। ମୁଁ ଖାଲି ତାକୁ କହୁଥିଲି, ଆରେ ରୋଷେଇଟା ସରିଯାଉ, ଟିକେ ଅପେକ୍ଷା କର।
ସେ କହିଲା, ମୁଁ ଆଉ ଅପେକ୍ଷା କରିପାରିବି ନାହିଁ। ଏଇ କଥା କହି ସେ ମୋ ଶାଢ଼ୀକୁ ଟେକି ତାର ଲମ୍ବା ବାଣ୍ଡୁଟିକୁ ମୋ ଗାଣ୍ଡିରେ ପ୍ରଥମେ ଖେଞ୍ଚିବାକୁ ଲାଗିଲା। ମୁଁ ବି ଆଉ ତାକୁ ମନା କଲି ନାହିଁ। ମୁଁ କେବଳ ଗ୍ୟାସଟିକୁ ବନ୍ଦ କରିଦେଲି ଏବଂ ତା କାମରେ ଆଉ ବିରୋଧ କଲି ନାହିଁ। ତେଣୁ ସେ କ'ଣ କଲା ନା ମୋତେ ସେଇଠାରେ ମୋ ଶାଢ଼ୀକୁ ପୁରା ଖୋଲିଦେଲା, ମୋ ବ୍ଲାଉଜକୁ ପୁରା ଖୋଲିଦେଲା ଏବଂ ମୋର ଦୁଇଟି ବଡ଼ ବଡ଼ ଦୁଧକୁ ବାହାର କରି ଆଣିଲା। କିଛି ସମୟ ତା ମୁହଁରେ ମୋ ଦୁଧକୁ ନେଇ ସେ ଚାଟିବାକୁ ଲାଗିଲା। ତାପରେ ମୋ ପେଟକୁ ଚାଟିଲା। କିଛି ସମୟ ମୋ ନାଇରେ ତା ଜିଭକୁ ଚାଟିଲା। ପୁଣି ସେ କ'ଣ କଲା ନା ମୋ ବିଆରେ ତା ଜିଭକୁ ଲଗାଇଲା। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ମୋ ବିଆକୁ ଚାଟି ଚାଟି ପୁରା ସଫା କରିଦେଲା। ସେତେବେଳକୁ ମୋ ବିଆରୁ ଅଳ୍ପ ଅଳ୍ପ ପାଣି ବାହାରୁଥାଏ। ସେ କିନ୍ତୁ ଜାଣିପାରୁନଥିଲା। ସେ କ'ଣ କରୁଥିଲା, ସେ ମୋ ବିଆରୁ ବାହାରୁଥିବା ପାଣିକୁ ସେ ପୁରା ଚାଟି ସଫା କରିଦେଉଥିଲା। ମୋତେ ବହୁତ ମଜା ଲାଗୁଥିଲା। ମୁଁ ବି ଚାହୁଁଥିଲି ସେ ଆହୁରି ବେଶୀ ସମୟ ପର୍ଯ୍ୟନ୍ତ ସେମିତି ଚାଟୁ। ତାପରେ ସେ କ'ଣ କଲା ନା ତାର ପେଣ୍ଟ ଖୋଲି ତାର ବାଣ୍ଡୁକୁ ବାହାର କରି ଆଣିଲା। ମୁଁ ଯେତେବେଳେ ତା ବାଣ୍ଡୁକୁ ଦେଖିଦେଲି, ବହୁତ ଲମ୍ବା ବାଣ୍ଡୁଟିଏ, ପୁରା କଳା ବାଣ୍ଡୁଟିଏ ଏବଂ ଲମ୍ବା ଏବଂ ମୋଟା। ତେଣୁ ତା ବାଣ୍ଡୁକୁ ମୋ ପାଟିରେ ନେବାକୁ ମୋର ପ୍ରବଳ ଇଚ୍ଛା ହେଲା। ମୁଁ କ'ଣ କଲି ନା ତଳେ ବସି ପଡ଼ିଲି ଏବଂ ବସି ପଡ଼ି ତାର ବାଣ୍ଡୁକୁ ମୋ ପାଟିରେ ନେଲି ଏବଂ ବହୁତ ସମୟ ଧରି ଚାଟିଲି। ମୋତେ ଏତେ ସୁନ୍ଦର ଲାଗୁଥିଲା, ସେ କଥା ମୁଁ ବର୍ଣ୍ଣନା କରିପାରିବି ନାହିଁ। କିଛି ସମୟ ତା ବାଣ୍ଡୁକୁ ଚାଟି ସାରିଲା ପରେ ସେ କହିଲା, ଭାଉଜ, ମୁଁ ଆଉ ସମ୍ଭାଳି ପାରୁନାହିଁ। ମୋତେ ତମ ବିଆରେ ବାଣ୍ଡୁଟିକୁ ପଶାଇବାକୁ ଦିଅ। ତାପରେ ମୋର ଗୋଟିଏ ଗୋଡ଼କୁ ସାମାନ୍ୟ ଟିକେ ଉପରକୁ ଟେକି ଧରିଲା ଏବଂ ତାର ସେଇ ଲମ୍ବା ବାଣ୍ଡୁକୁ ମୋ ବିଆ ଭିତରେ ପଶାଇଲା। କଚ୍ କଚ୍ ଖପ୍ ଖପ୍ କରି ପାଖାପାଖି ଠିଆ ଠିଆ ସେ ମୋତେ ଅଧଘଣ୍ଟା ଧରି ଘେଇଲା। ସେତେବେଳକୁ ମୋ ଦେହ ସାରା ଝାଳରେ ଓଦା ହୋଇସାରିଥିଲି, କାରଣ ପ୍ରବଳ ଗରମ ଲାଗୁଥିଲା। କିନ୍ତୁ ସେ ତା କାମରେ ଏତେ ବ୍ୟସ୍ତ ଥିଲା ଯେ ଗରମ କ'ଣ ଥଣ୍ଡା କ'ଣ ସେ କିଛି ବି ବୁଝିପାରୁନଥିଲା। ସେ ଖାଲି ପାଗଳା ଭଳିଆ ଘେହିଁ ଚାଲିଥିଲା। ବେଶ କିଛି ସମୟ ଏମିତି ଘେହିଁ ସାରିଲା ପରେ ମୋ ବିଆରୁ ରସ ସବୁ ବାହାର କରିଦେଲା। ମୁଁ ଆଉ ଘିଆ ଖାଇବାକୁ ଇଚ୍ଛା ହେଲା ନାହିଁ। କିନ୍ତୁ ତାର ସେତେବେଳକୁ ବାଣ୍ଡୁରୁ ରସ ବାହାରି ନଥିଲା। ତେଣୁ ସେ ମୋତେ ଆଦୌ ଛାଡ଼ୁନଥିଲା। ମୁଁ ଏଇ କାଇଦାରେ କ'ଣ କଲି ନା ପୁଣି ତା ବାଣ୍ଡୁକୁ ମୋ ପାଟିରେ ପୂରେଇଲି। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଖୁବ୍ ଜୋରରେ ମୁଁ ତାର ବାଣ୍ଡୁକୁ ଖାଲି ଚାଟିଲି। କିଛି ସମୟ ଏମିତି ଚାଟି ସାରିଲା ପରେ ତା ବାଣ୍ଡୁରୁ ସବୁ ରସ ବାହାରି ଚାଲିଗଲା। ତାପରେ ସେ ମୋତେ ଛାଡ଼ିଦେଲା। ଏମିତି ରୋଷେଇ ଘରେ ଆମେ ସେଦିନ ଦିଅର ଭାଉଜ ପାଖାପାଖି ଘଣ୍ଟାଏ ଧରି ଗିଆଁ ଗିଁ ହେଇଥିଲୁ। ପୁଣି ସେ କ'ଣ କରିଥିଲା ନା ସେଦିନ ରାତିରେ ମଧ୍ୟ ମୋତେ ଘେହିଥିଲା। ତ ରାତିରେ ଟିକିଏ ସିଏ ଅଲଗା ଧରଣର ଘେହିଥିଲା। ପୁରା କୁକୁର ଭଳିଆ ମୋତେ ଘେହିଁ ମୋ ବିଆକୁ ପୁରା ଦରଜ କରିଦେଲା। ସେ ବିଷୟ ଏବେ କହିଲେ ଭିଡ଼ିଓ ବହୁତ ଲମ୍ବା ହେଇଯିବ। ତେଣୁ ପରବର୍ତ୍ତୀ ଭିଡ଼ିଓରେ ମୁଁ ସେ କିପରି ମୋତେ କୁକୁର ଭଳି ଘେହିଥିଲା ସେହି ବିଷୟରେ ମୁଁ ଆପଣଙ୍କୁ କହିବି। ଭିଡ଼ିଓ ଶେଷ କରିବା ପୂର୍ବରୁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରୁଛି, ଯଦି ଆପଣମାନେ ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।